ଘଟଗାଁ ଗୋବର୍ଦ୍ଧନ ବେହେରାଙ୍କ ଦେହାନ୍ତ। କେନ୍ଦୁଝର ଜିଲ୍ଲା କଂଗ୍ରେସ ରାଜନୀତିର ଜଣେ ଧୁରୀଣ ରାଜନୈତିଜ୍ଞ ତଥା ଘଟଗାଁ ବ୍ଲକ କଂଗ୍ରେସର ପୂର୍ବତନ ସଭାପତି, ଜିଲ୍ଲା କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ, ବରିଷ୍ଠ କଂଗ୍ରେସ ନେତା ଗୋବର୍ଦ୍ଧନ ବେହେରା 73 ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ଦୀର୍ଘ ଦିନ ଧରି ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ହୋଇ ଅସୁସ୍ଥ ଥିଲେ। ଆଜି ଅତ୍ୟଧିକ ଦେହ ଅସୁସ୍ଥତା ଦେଖାଦେବାରୁ ତାଙ୍କୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ସ୍ୱର୍ଗତ ବେହେରାଙ୍କ ଦେହାନ୍ତ ଖବର ଶୁଣି ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ଏକମାତ୍ର ପୁତ୍ର ବାବୁନିଙ୍କ ସମେତ 3 ଝିଅ ଜ୍ୱାଇଁ, ସହଧର୍ମିଣୀ ପୁତୁରା ଦୁର୍ଗା ପ୍ରସାଦ ବେହେରା, ବିଭୁ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଘଟଗାଁ ବ୍ଲକ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ମହାରଣା, ଦିଲ୍ଲୀପ କୁମାର ବଳ, ଦିଲ୍ଲୀପ କୁମାର ନାୟକ, ପ୍ରଫୁଲ୍ଲ ନାୟକ, ଭୀମସେନ ନାୟକ, ହୃଦୟ ରଞ୍ଜନ ସିଂ, ସାଂସଦ ଅନନ୍ତ ନାୟକଙ୍କ ବ୍ଲକ ପ୍ରତିନିଧି ଅଖିଳ କୁମାର ପାତ୍ର, ବ୍ଲକ ବିଜେଡି ସଭାପତି ଦୋଳଗୋବିନ୍ଦ ବେହେରା, ଉପରଡିହା ସରପଞ୍ଚ ରିମାଲତା ନାୟକ, ବ୍ୟବସାୟୀ ପରୀକ୍ଷିତ ସାହୁ, ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସିଂ, ସାମ୍ବାଦିକ ତଥା କଂଗ୍ରେସ ନେତା ମହେନ୍ଦ୍ର କୁମାର ପାତ୍ର, ସମାଜସେବୀ ସୁଶୀଲ କୁମାର ବେଜ ପ୍ରମୁଖ ଖବର ପାଇ ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।